ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର ପାଞ୍ଚ ଧାଡିରେ। ନନ୍ଦିତା ଦାସ ଜଣେ ଭାରତୀୟ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ। ସେ 10ଟି ଭିନ୍ନ ଭାଷାରେ 40ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ସେ ପ୍ରାୟ 4000 ଆବେଦନକାରୀଙ୍କ ମଧ୍ୟରୁ 16 ଜଣ ଉଦୀୟମାନ ବିଶ୍ୱସ୍ତରୀୟ ନେତାଙ୍କ ମଧ୍ୟରୁ ଜଣେ ଥିଲେ। କାନ୍ସ ଫିଲ୍ମ ଫେଷ୍ଟିଭାଲର ଜୁରି ଭାବରେ 2 ଥର କାର୍ଯ୍ୟ କରିଛନ୍ତି। ୱାଶିଂଟନ ଡିସିରେ ଥିବା ଆନ୍ତର୍ଜାତୀୟ ମହିଳା ଫୋରମ ଅଫ୍ ଇଣ୍ଟରନ୍ୟାସନାଲ ହଲ୍ ଅଫ୍ ଫେମ୍ରେ ସେ ପ୍ରଥମ ଭାରତୀୟ ହୋଇଥିଲେ। ରହୁଛି ଦେଖା ଆଗାମୀ ଭିଡିଓରେ। ନମସ୍କାର।